2026 ମସିହା ମାର୍ଚ୍ଚ ମାସ 3 ତାରିଖ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଦିନ କେତୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଗଠିତ ହେବା ପାଇଁ ଯାଉଛି। ଏହା ଭାରତରେ ଦୃଶ୍ୟ ହେତୁ ପାଳନୀୟ। ଭାରତୀୟ ପ୍ରମାଣ ସମୟ ଅନୁସାରେ ଆସନ୍ତୁ ଜାଣିବା ଗ୍ରହଣର ସମୟ। ଗ୍ରହଣ ସ୍ପର୍ଶ ଦିବା 3:20 ଗ୍ରହଣ ପୂର୍ଣ୍ଣଗ୍ରାସ ଆରମ୍ଭ ଦିବା 4:34 ଗ୍ରହଣର ମଧ୍ୟ ସମୟ ଦିବା 5:04 ଏବଂ ଗ୍ରହଣ ସର୍ବମୁଖ୍ୟ ହେବ ରାତ୍ରି 6:47। ଏହି ଗ୍ରହଣର ମୋଟ ଆଦ୍ୟନ୍ତ କାଳ ରହିବ 3 ଘଣ୍ଟା 27 ମିନିଟ୍ ପର୍ଯ୍ୟନ୍ତ। ଏବେ ଆସନ୍ତୁ ଜାଣିବା ଗ୍ରହଣର ସୂତକ କାଳ ବିଷୟରେ। ହାଣ୍ଡି ଛାଡ଼ କେତେବେଳେ ହେବ? ପଞ୍ଜିକାର ସୂଚନା ଅନୁସାରେ ଏହି ଦିନର ଗ୍ରହଣ ଗ୍ରସ୍ତୋଦୟ ହୋଇଥିବାରୁ ଗ୍ରହଣ ସ୍ପର୍ଶର 12 ଘଣ୍ଟା ପୂର୍ବରୁ ଅର୍ଥାତ୍ ସୋମବାର ଦିନ ମାର୍ଚ୍ଚ ମାସ 2 ତାରିଖ ଦିନ ରାତ୍ରି 3:20 ସୂତକ କାଳ ଲାଗୁ ହେବ। ସାଧାରଣ ଭାବେ ବୁଝିବାକୁ ଗଲେ ମଙ୍ଗଳବାର ସୂର୍ଯ୍ୟୋଦୟ ପୂର୍ବରୁ ଦେବନୀତି ପାକକର୍ମ ନିଷେଧ। ଗ୍ରହଣ ସର୍ବମୁଖ୍ୟ ପରେ ମଙ୍ଗଳବାର ଦିନ ରାତ୍ରି 6:47 ପରେ ସ୍ନାନ କରି ଦେବନୀତି ଏବଂ ପାକକର୍ମ କରଣୀୟ, ଚନ୍ଦ୍ରପୂଜା କରଣୀୟ। ଏହି ସୂତକ କାଳ ନିୟମ ବୃଦ୍ଧ, ବାଳକ, ରୋଗୀ ଏବଂ ଆତୁର ବ୍ୟକ୍ତିଙ୍କ ପକ୍ଷେ ଲାଗୁ ହେବ ନାହିଁ। ଏବେ ଆସନ୍ତୁ ଜାଣିବା ଗ୍ରହଣ ଦର୍ଶନ ପାଇଁ କେଉଁ କେଉଁ ରାଶିରେ ଶୁଭ ରହୁଛି। ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ଏବଂ ମୀନ। ସେହିପରି ତାରା ଶୁଦ୍ଧି ଯଦି ଦେଖିବା ତେବେ ଅଶ୍ୱିନୀ, କୃତ୍ତିକା, ରୋହିଣୀ, ଆଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲ୍ଗୁନୀ, ହସ୍ତା, ସ୍ୱାତି, ଅନୁରାଧା, ମୂଳା, ଉତ୍ତରାଷାଢ଼ା, ଶ୍ରବଣା, ଶତଭିଷା ଏବଂ ଉତ୍ତର ଭାଦ୍ରପଦ ନକ୍ଷତ୍ର ଶୁଭ ରହିବ।